आपण समस्तଙ୍କୁ ଆମ ଚ୍ୟାନେଲ୍ କ୍ରିଏଟ୍ ନ୍ୟୁଜ୍ ଆଇଡ଼ିଆ ସ୍ୱାଗତ। ତେବେ ରହିଛି ଆପଣ ପାଇଁ ନ୍ୟୁଜ୍ ଅପଡେଟ୍ 2182 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ। ବହୁତ ସାରା ଏଜୁକେସନାଲ୍ ଇନଫର୍ମେସନ୍ ଅଛି, ନିଶ୍ଚିତ ଭାବେ ସେୟାର କରାଯାଉଛି। ପ୍ରଥମ ଅପଡେଟ୍ରୁ ଆରମ୍ଭ କରିବା। ଆପଣଙ୍କୁ ଦେଖିବାକୁ ଚାହିଁବି ଆଜି ବଜେଟ୍ ୟୁନିୟନ୍ ବଜେଟ୍ ଆସିସାରିଛି ଏବଂ ବଜେଟ୍ରେ କ'ଣ ଶସ୍ତା ହେଇଛି, କ'ଣ ଆପଣଙ୍କର ମହଙ୍ଗା ହେଇଛି ଏବଂ ପର୍ଟିକୁଲାରଲି ଏଜୁକେସନ୍ ପାଇଁ ଯେଉଁ ରଖାହେଇଛି 1 ଲକ୍ଷ ଆପଣଙ୍କର ଆପଣ ସେୟାର କରିସାରିଛି ଅଲରେଡ଼ି 1,39,200 ସମଥିଙ୍ଗ କୋଟି ଟଙ୍କାର ବ୍ୟବହାର କରାହେଇଛି ଏଜୁକେସନ୍ ସେକ୍ଟର ପାଇଁ ଏବଂ ତା ସହିତ ମହିଳା ଆପଣଙ୍କର ହଷ୍ଟେଲ ପ୍ରତି ଛାତ୍ରୀନିବାସ ପ୍ରତି ଜିଲ୍ଲାରେ ଗୋଟେ ଲେଖାଁ କରିବା ପାଇଁ ବ୍ୟବସ୍ଥା କରାହେଇଛି। এই দুইটি জিনিস ছাড়িদেলে এজুকেশন পাই আপনার বিশেষ কিছু আখি দৃষ্টিয়া জিনিস না এবং হ্যাঁ বিরোধী দল হিসাবে কর্তব্য ওড়িশার যদি কর্তব্য অছি সেতিকি আপনার ন্যাশনাল লেভেল भी কর্তব্য অছি। পার্টিকুলারলি রিক্রুটমেন্ট পাই নিযুক্তি পাই উদ্योग পাই সেভাবে কিছু সুযোগ আখি দৃষ্টিয়া ନାହିଁ ବୋଲି ମୋତେ ଲାଗୁଛି। ବଟ୍ ଏଇଟାକୁ ଆପଣଙ୍କର ଯେଉଁ ରହିଛି ବଜେଟ୍ ରହିଛି ଯେହେତୁ ଇଲେକ୍ସନ୍ ଆପଣଙ୍କର କିଛି ରାଜ୍ୟ ରହିଛି ତାକୁ ଫୋକସ୍ କରାହେଇଛି। ଦେଖାଯାଉ କ'ଣ ହେଉଛି ଆପଣଙ୍କର ସେଣ୍ଟ୍ରାଲ୍ ଏକ୍ସପେନ୍ସର୍ ରେଭିନ୍ୟୁ ଏକ୍ସପେନ୍ସର୍ ଆପଣ ଦେଖିପାରିବେ କେଉଁଠୁ କେତେ ଆସୁଛି କେଉଁଠୁ କେତେ ଯାଉଛି, ଠିକ୍ ଅଛି। ଆଣ୍ଡ ତା ସହିତ ଆପଣ ଦେଖିବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଟେ ଆଦେଶନାମା ଜାରି କରାହେଇଛି ଯେ ଶ୍ରୀମତୀ ଅନନ୍ୟା ଦାସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଓଡ଼ିଶା ଆପଣଙ୍କର ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତାଙ୍କର ମୋବାଇଲ୍ ନମ୍ବର ଦିଆଗଲା ଆଣ୍ଡ ଖୋର୍ଦ୍ଧା ଜିଲ୍ଲା ସେ ଭିଜିଟ୍ କରିବେ ଆଣ୍ଡ ଆପଣଙ୍କର କ୍ଷେତ୍ର ପରିଦର୍ଶନ କରିବେ, ଯେ ଷ୍ଟେକ୍ ହୋଲ୍ଡର ଅଛନ୍ତି ତାଙ୍କ ସହ ଆଲୋଚନା କରିବେ। ଗିରୀଶ ଚନ୍ଦ୍ର ସିଂ ସେ ଅତିରିକ୍ତ ଶାସନ ସଚିବ, ସେ ବି ଗଜପତି ଜିଲ୍ଲା ଦାୟିତ୍ୱରେ ଅଛନ୍ତି। ଏଭଳି ଭାବରେ ସବୁ ଜିଲ୍ଲାର କେଉଁ ଜିଲ୍ଲାର କେଉଁ ଅଧିକାରୀ ମାନେ ଅଛନ୍ତି ଆପଣ ଦେଖିବେ। କଟକ ଜିଲ୍ଲାର ଶ୍ରୀମତୀ ସୁମିତା ଦାସ ରହିଛନ୍ତି ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିଛନ୍ତି। ବାଳମୁକୁନ୍ଦ ଭୂୟାଁ ରହିଛନ୍ତି ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା କଳାହାଣ୍ଡି ଦାୟିତ୍ୱରେ। ଶ୍ରୀକାନ୍ତ ରାଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି କନ୍ଧମାଳ ଦାୟିତ୍ୱରେ। ଆଣ୍ଡ ସେଭଳି ଭାବରେ ସବୁ ଜିଲ୍ଲା ଝାରସୁଗୁଡ଼ା ଆପଣଙ୍କର ବି ସମ୍ବିତ କୁମାର ନାୟକ ରହିଛନ୍ତି ନିର୍ଦ୍ଦେଶକ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ନିର୍ଦ୍ଦେଶାଳୟ ଝାରସୁଗୁଡ଼ା ଦାୟିତ୍ୱରେ ରହିଛନ୍ତି। ସେପରି ଭଦ୍ରକ ନୂଆପଡ଼ା ଅନୁଗୁଳ ଦେଓଗଡ଼ ଗଞ୍ଜାମ ରାୟଗଡ଼ା କେନ୍ଦ୍ରାପଡ଼ା ବରଗଡ଼ ସମ୍ବଲପୁର ସବୁ ଜିଲ୍ଲାର ଆପଣଙ୍କର ଦାୟିତ୍ୱରେ ଦେଇ ଦିଆହେଇଛି ସମସ୍ତଙ୍କୁ 30ଟା ଜିଲ୍ଲାର ଦାୟିତ୍ୱରେ। ମାଲକାନଗିରି ଦାୟିତ୍ୱରେ ଅଛନ୍ତି ଆପଣଙ୍କର ଅମୂଲ୍ୟ କୁମାର ପ୍ରଧାନ ଉପସଭାପତି ମାଧ୍ୟମିକ ଶିକ୍ଷା ପରିଷଦ। ତ ଶ୍ରୀମତୀ ବନ୍ଦନା ମହାପାତ୍ର ଅତିରିକ୍ତ ନିର୍ଦ୍ଦେଶିକା ରହିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବାଲେଶ୍ୱର ଦାୟିତ୍ୱରେ। ସମସ୍ତଙ୍କୁ ଦାୟିତ୍ୱ ହସ୍ତାନ୍ତର କରାହେଇଛି ଏବଂ ସେମାନେ କ'ଣ କରିବେ ନା ନିଜେ ଆପଣଙ୍କର ପୂର୍ବାନୁମତି ନେଇ ମାସକୁ 2 ଥର କ୍ଷେତ୍ର ପରିଦର୍ଶନ କରିବେ ସେ ଜିଲ୍ଲା ପର୍ଟିକୁଲାର ଯେଉଁ ଜିଲ୍ଲା ତାଙ୍କୁ ଆସାଇନ୍ କରାହେଇଛି ଏବଂ ଯାହା ଯାହା ଯେଉଁ ଷ୍ଟେକ୍ ହୋଲ୍ଡର କଥା କୁହାଗଲା ସ୍କୁଲ ସହିତ ଷ୍ଟେକ୍ ହୋଲ୍ଡର ଅଭିଭାବକ ସମ୍ପୃକ୍ତ SMCର ମେମ୍ବର୍ସ ମାନେ ସ୍କୁଲ ସମ୍ପୃକ୍ତ ଏବଂ ତା ସହିତ ସ୍କୁଲର ମନିଟରିଂ ଅଫିସର ମାନେ ତ ତାଙ୍କ ସହ ଆଲୋଚନା କରିବେ କ'ଣ ଆପଣଙ୍କର ଆବଶ୍ୟକ କ'ଣ ରହିଛି ଲାକୁନା ସେସବୁ ଜିନିଷ ସମୀକ୍ଷା କରିବେ। ଓଡ଼ିଆରେ ପଢ଼ିବେ ଏକାଦଶ ବିଜ୍ଞାନ ପଢ଼ିବେ ତ ଆମେ ଲଞ୍ଚ କରିଦେଲେ ଆମେ ଗଣିତ ବହି ଲଞ୍ଚ କରିଦେଲେ ମାଧ୍ୟମିକ ଆପଣଙ୍କ ଉଚ୍ଚ ମାଧ୍ୟମିକ ଆମେ ପଦାର୍ଥ ବିଜ୍ଞାନ ଲଞ୍ଚ କଲେ ରସାୟନ ବିଜ୍ଞାନ ଲଞ୍ଚ କଲେ ଜୀବ ବିଜ୍ଞାନ ଲଞ୍ଚ କଲେ ସବୁ ଠିକ୍ ଅଛି ଲଞ୍ଚ କରିଦେଲେ ପିଲା ଗ୍ରହଣ କରିବେ ତ ଗୋଟେ ସବୁଠୁ ବଡ଼ ପ୍ରଶ୍ନ ଅଛି। କାହିଁକି ପ୍ରଶ୍ନ ଅଛି ତ ଏଇଠୁ ଆପଣ ଜାଣିପାରୁଥିବେ ଆପଣଙ୍କର ମୁଁ ଅଫିସରମାନଙ୍କର ମୁହଁକୁ ଦେଖିକି ଏଇଟା ଗୋଟେ କାର୍ଟୁନ୍ କରୁଛନ୍ତି ନେତା ମନ୍ତ୍ରୀମାନଙ୍କୁ ଅଫିସରମାନେ କାର୍ଟୁନ୍ କରୁଛନ୍ତି ତାଙ୍କର ହସରୁ ଆପଣଙ୍କୁ ଜଣାପଡ଼ୁଥିବ ଭଲସେ ଦେଖନ୍ତୁ। ତ କଥା ହେଉଛି ଏଇଆ ଆମେ ଲଞ୍ଚ କରିଦେଲେ କିନ୍ତୁ ଏଇ ବହି ପଢ଼ିକି ଜଣେ ପିଲା +2 ପରେ ସେ ନିଟ୍ ଦେଇପାରିବ ତ ସେ JEE ଦେଇପାରିବ ତ ଯଦି ଦେଇକି ଉତ୍ତୀର୍ଣ୍ଣ ବି ହେଇଗଲା ଆପଣ ଓଡ଼ିଆ ମାଧ୍ୟମରେ ଏଣ୍ଟ୍ରାନ୍ସ ସିଷ୍ଟମ୍ କରିଦେଲେ ତାପରେ ସେ ପାଠ ପଢ଼ିପାରିବ ତ ବହୁତ ଗୁଡ଼େ ଆପଣଙ୍କର କ୍ୱେଶ୍ଚିନ୍ ମାର୍କ ରାଇଜ୍ ହେବ, ଠିକ୍ ଅଛି। ଆଣ୍ଡ ତା ସହିତ ଆପଣ ଦେଖିବେ ପ୍ରେମ ପାଇଁ ସ୍କୁଲରେ ହଣାକଟା ମୁଁ କହିଲି ଯେଉଁ ଜିନିଷଟା କାଲି ସେ ଜିନିଷ ଆମେ କଥା ହେଉଥିଲେ ଯେଉଁ ଜିନିଷ ବିଗତ ଦିନରେ କଲେଜରେ ଦେଖାଯାଉଥିଲା ଉଶୃଙ୍ଖଳତା ସେଇଟା ସ୍କୁଲକୁ
ପଶିଲାଣି କାହିଁକି ନା ସ୍କୁଲରେ ଆପଣଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଡରୁଛନ୍ତି। ଏହାର କାରଣ ଆପଣ ସାମ୍ନାରେ ଦେଖୁଛନ୍ତି ବହୁତ ମିଥ୍ୟା ଆଲିଗେସନ୍ ଆସୁଛି। ଆକଟ କଲା ପରେ ଅଭିଭାବକମାନେ ବିରୋଧ କରୁଛନ୍ତି, ବହୁତ ଜିନିଷ ଘଟୁଛି। ଠିକ୍ ଅଛି। ଆଣ୍ଡ ଥାନାରେ ଆକ୍ରମଣକାରୀ ଆତ୍ମସମର୍ପଣ କରିଛି। ତା ମୁଣ୍ଡ ଏବଂ 2 ହାତରେ ଗଭୀର କ୍ଷତ ସୃଷ୍ଟି ହେଇଛି। ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଆଜି ପିଏମ୍ସି ରେମୁଣା ହାଇସ୍କୁଲରେ ପିଏମ୍ସି ଉତ୍ସବ ପାଳନ କରାଯାଉଥିଲା। ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ବ୍ୟସ୍ତ ଥିଲେ। ଦିନ 1:30ଟା ସମୟରେ ଘଟଣା ଘଟିଥିଲା। ସ୍କୁଲ ହତାରେ ଲାଗିଥିବା କ୍ଲୋଜ୍ ସର୍କିଟ୍ କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଜଣାପଡ଼ିଛି ଯେ ଦୀପକ ତାର କେତେଜଣ ସାଙ୍ଗ ସହ ଆପଣଙ୍କର ସ୍କୁଲ ପଶ୍ଚିମ ପାଖରେ ପହଞ୍ଚି ଦୀପକୁ ଡାକି ନେଉଛି ଏବଂ କିଛି ସମୟ ପରେ ଜଣେ ଛାତ୍ର ଗଛ ନିକଟରେ ଏକ ଭୁଜାଲିକୁ ତାକୁ ଲୁଚେଇ ଦେଉଛି ଏବଂ ଏ ନେଇ ଦୀପର ବାପା ଏବଂ ସ୍କୁଲ ପକ୍ଷରୁ ରେମୁଣା ଥାନାରେ ଅଭିଯୋଗ ହେଇଛି। ଏବଂ ରେମୁଣା ବ୍ଲକ ଶ୍ରୀଜଙ୍ଗର ଜଣେ ସ୍କୁଲ ଛାତ୍ରର ବ୍ୟାଗରୁ ବନ୍ଧୁକ ଜବତ ହେଇଥିଲା କିଛି ଦିନ ତଳେ। ତ ଗୋଟେ ଆପଣଙ୍କର ନବମ ଶ୍ରେଣୀ ଝିଅକୁ ଭଲ ପାଇବା ଘଟଣାରୁ ତ ଏଇ ଜିନିଷଟା ଆଟ୍ରାକ୍ସନ୍ ପିଲାଙ୍କ ଭିତରେ ଆସିବ ସେ ବୟସରେ। ଅଭିଭାବକମାନେ ଗୋଟେ ଜିନିଷ ଫ୍ରେଣ୍ଡଲି ହୁଅନ୍ତୁ ପିଲାଙ୍କ ସହିତ। ଏଠି ଯେତିକି ଶିକ୍ଷକମାନଙ୍କର ଦାୟିତ୍ୱ ନାହିଁ ସେତିକି ଅଭିଭାବକମାନଙ୍କର ଦାୟିତ୍ୱ। ଆପଣ ଭାବିବେ ଏଇ ଜିନିଷ ପିଲାଙ୍କ ସହ ଆଲୋଚନା କରିବାର ବିଷୟ ନୁହେଁ, କିନ୍ତୁ ପିଲାଙ୍କ ସହ ଆପଣ ଆଲୋଚନା କରିବାର ବିଷୟ ହିଁ ସେଇଟା ବର୍ତ୍ତମାନର ବୟସରେ। ଯଦି ଆଲୋଚନା କରିବେ ନାହିଁ ତାହେଲେ ଏଇ ଜିନିଷ ରିପିଟ୍ ହେଇ ଚାଲିବ ଆଣ୍ଡ ଗୋଟେ କ୍ୟାରିୟର ଗ୍ରୋଥରେ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବ। ଦୈନିକ ମଜୁରୀରେ ଦୀର୍ଘ ବର୍ଷ ସେବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଏବଂ ତା ସହିତ ସରକାରୀ ପଦ ବହୁ ଦିନ ଧରି ଖାଲି ପଡ଼ିଛି। ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି ଏ ଦୃଷ୍ଟିରୁ। ଓଡ଼ିଶା ଲୋକସେବା ଆୟୋଗ ସଚିବ ନିକଟକୁ ପଠାଇବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାର କପି। ଏବଂ ଚୁକ୍ତିଭିତ୍ତିକ ପ୍ରକ୍ରିୟା ଆପଣାଇବା ଅନୁଚିତ ବୋଲି ହାଇକୋର୍ଟ କହିଛନ୍ତି, ଯେଉଁଠାରେ ନିୟମିତ ନିଯୁକ୍ତି ବିଧିବଦ୍ଧ ନିୟମ ରହିଛି। ଆପଣଙ୍କର ୱାକ୍ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତ ନିଶ୍ଚିତ ଭାବରେ ଏଇଟା ଗୋଟେ ଜିନିଷ ହେଇପାରୁଛି। ଏସବୁ ଜିନିଷ କାହିଁକି ହେଇପାରୁଛି ଜାଣିଛନ୍ତି? ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କ କାରଣ ବର୍ତ୍ତମାନ ମୋତେ ଲାଗୁଛି ସରକାରଙ୍କର ଯେଉଁ ମନମାନି ବହୁତ ଦୀର୍ଘ ଦିନ ଚାଲି ଆସିଥିଲା, କୌଣସି ଜଜ୍ ହସ୍ତକ୍ଷେପ କରୁନଥିଲେ। ଲୋକମାନଙ୍କର ହିତ ପାଇଁ କେହି ଚିନ୍ତା କରୁନଥିଲେ। ଆଟଲିଷ୍ଟ ଜଣେ ଜଜ୍ ଚିନ୍ତା କରୁଛନ୍ତି। ବହୁତ ଦିନ ଧରି ଆପଣ ଦେଖିଛନ୍ତି। ଆଟଲିଷ୍ଟ ଆମେ ସମସ୍ତେ ଆଶା କରୁଛୁ ଏଭଳି ଆପଣଙ୍କର ଯୁଗାନ୍ତକାରୀ ମାନେ ଜଜ୍ ଜଣେ ଜଣେ ଆସନ୍ତୁ। ଗଣେଶ ଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜର ସେକେଣ୍ଡ ଥର ପାଇଁ ଏଇଟା, କାହିଁକିନା ନିର୍ଦ୍ଦେଶ ଅନୁପାଳନ ହେଉନି। ତା ସହିତ କେଉଁଝର ଜିଲ୍ଲା ଶିକ୍ଷାଧିକାରୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତଙ୍କୁ ବ୍ୟକ୍ତିଗତ ହାଜର ନେବା ନିର୍ଦ୍ଦେଶ ଦିଆଯାଇଛି। ଏବଂ ଗଣେଶ ଶିକ୍ଷା ସଚିବଙ୍କୁ ପୋଲିସକୁ କୁହାଯାଇଛି ହାଜର କରିବା ପାଇଁ। କଥା ହେଉଛି ସେମାନେ ନିୟମ ଅନୁପାଳନ କରୁନାହାନ୍ତି। ଏଇଟା ରହିଛି ତାର ଅର୍ଡ଼ର। ତା ସହିତ ଆପଣ ଦେଖିବେ ଅଦାଲତ ଆଦେଶ ସତ୍ତ୍ୱେ ନିଯୁକ୍ତି କରାଇଲେନି ଏବଂ ଗଣେଶ ଶିକ୍ଷା ସଚିବଙ୍କ ସମେତ କଣ୍ଟେମ୍ପ୍ଟ ଜଣେ କରିବ କାହିଁକି? କଣ୍ଟେମ୍ପ୍ଟ ଗୋଟିଏ କରିବ, 2ଟା କରିବ, 3ଟା କରିବ, କାହିଁକି? କୋର୍ଟ କ'ଣ ଏତେ ଶସ୍ତା? ତାଙ୍କ ଅର୍ଡ଼ର ଏକ୍ଜିକ୍ୟୁସନ୍ ହେବନି। ଓକେ। ଆଣ୍ଡ ସଚିବଙ୍କୁ ହାଜିର ନିର୍ଦ୍ଦେଶ କୋର୍ଟ ଆଦେଶ ପାଳନ କଲେ ନାହିଁ। ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ କେଉଁଝର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପୋଲିସ ହାଜର କରାଇବ। ତା ସହିତ ଶାଶ୍ୱତ ବିଶାଲ ଏବଂ ଉଷାଙ୍କ ପଦୋନ୍ନତି। ସରକାର ଯାହାକୁ ଛାଟ ମାରୁଛନ୍ତି, କୋର୍ଟ ଯାହାକୁ ଛାଟ ମାରୁଛନ୍ତି, ସରକାର ତାକୁ ପଦୋନ୍ନତି ଦେଉଛନ୍ତି। ତ ଏଇଟା ଗୋଟେ ବ୍ୟତିକ୍ରମ ଏବଂ ଏଇଟା ଗୋଟେ ପ୍ରୋତ୍ସାହନ ଦେବ କି ଅଫିସରମାନଙ୍କୁ? ଏବଂ ସିଲିକନ୍ ଟେକ୍ ଲ୍ୟାବ୍ର ଆଉ ଗୋଟେ କେଳଙ୍କାରୀ ପର୍ଦ୍ଦାଫାଶ। ଏସବୁ ପ୍ରଶ୍ନ ବି ଲିକ୍ କରିଥିଲା ଏବଂ ସଂସ୍ଥାର 4 କର୍ମଚାରୀ ସମେତ 6 ଅଭିଯୁକ୍ତ ଗିରଫ, ଆହୁରି ବନ୍ଧା ହେବେ। ଜୁଲାଇ ମାସରେ ହାଇକୋର୍ଟ ଏସବୁ ପରୀକ୍ଷା ଆୟୋଜନ ହେଇଥିଲା। ବଡ଼ ସାଂଘାତିକ ଜିନିଷ ଚାଲିଛି। ବଟ୍ କଥା ହେଉଛି ସାମ୍ନାକୁ ଆସୁଛି ବହୁତ ସ୍ୱଳ୍ପ, ପରଦା ପଛରେ ରହିଯାଉଛି ବହୁତ ଅଧିକ। ଠିକ୍ ଅଛି। ଆଣ୍ଡ OTT ଘୋଟାଲାର ରାମଜୀ ପ୍ରସାଦ ଗୁପ୍ତା ବି ସାମିଲ ଏଥିରେ ରହିଛି ଏବଂ ଆପଣଙ୍କର ଖାନନଗର ପୋଖରୀପୁଟରେ ଦିଆଯାଇଥିଲା 70 ଆଶାୟୀଙ୍କୁ ତାଲିମ। ଏଠି ବି ମାଷ୍ଟର ମାଇଣ୍ଡ ଆପଣଙ୍କର ଶଙ୍କର ପୃଷ୍ଟି ରହିଛି ଏବଂ ଆପଣଙ୍କର ମୁନା ମହାନ୍ତି ରହିଛି। ଯୁକ୍ତ 2 ପରୀକ୍ଷା ପ୍ରଶ୍ନପତ୍ର ସୁରକ୍ଷା ନେଇ ମାର୍ଗଦର୍ଶିକା 2 ପର୍ଯ୍ୟାୟରେ ହବ୍ରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷା ସରିବା ଯାକେ ବନ୍ଧୁକଧାରୀ ସୁରକ୍ଷା ରହିବେ ଏବଂ ଯୁକ୍ତ 2 ପ୍ରଶ୍ନପତ୍ର ନେଇ ଯେଉଁ ରହିଛି ରୁମ୍ ରହିଛି ତାକୁ AI କ୍ୟାମେରା ଜଗିବ
ଏବଂ ହବ୍କୁ କିଏ ପଶିଲେ ମୁଖ୍ୟ କାର୍ଯ୍ୟାଳୟକୁ ଆଲର୍ଟ କରିବ ଏବଂ ମୁଖ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବି ଖୋଲାଯିବ ଏବଂ 12ରୁ 2ଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଯିବ ଏବଂ ପ୍ରଶ୍ନପତ୍ର ନେଇ ଯାଉଥିବା ଭ୍ୟାନ୍ରେ ଲାଗିବ GPS ଟ୍ରାକ୍ କରିହେବ କେବେ ପହଞ୍ଚିଲା କେତେବେଳେ ପହଞ୍ଚିଲା କ'ଣ ନାହିଁ ଏବଂ ତା ସହିତ ଆପଣ CBI ଇନଭେଷ୍ଟିଗେସନ୍ କରୁଛି CBI ଖୋଳତାଡ଼ କରୁଛି ବିଭିନ୍ନ ଦୁର୍ନୀତିର ଆପଣ ଜାଣିଛନ୍ତି କିନ୍ତୁ CBI ନିଜେ ହିଁ ଚୋର CBIର ଜଣେ ସବ୍ ଇନ୍ସପେକ୍ଟର ଯାହାଙ୍କ ନାଁରେ ମାମଲା ଚାଲିଛି CBI ଆପଣଙ୍କର ପ୍ରତି ମାସରେ କୋଇଲା ଉତ୍ତୋଳନକାରୀଠାରୁ ବଟି ନେଉଥିଲା ତ ଆପଣ କାହାକୁ କହିବେ ବାଡ଼ ଯଦି ଫସଲ ଖାଇବ କହିବେ କାହାକୁ ଇନଭେଷ୍ଟିଗେସନ୍ କରିବ କିଏ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଯିବ ଆମେ ଦେଖୁଥିଲେ ଏବଂ ଅଧ୍ୟାପକ ଯଦି ଖଟି କରୁଛନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ଗତକାଲି ଆମେ ଦେଖୁଥିଲେ ପାଠ ପଢ଼ାଉନାହାନ୍ତି ଫୋନ୍ ଖେଳୁଛୁ ଶିକ୍ଷକମାନଙ୍କ ଉପରୁ ନଜର ହଟିଲା ଅଧ୍ୟାପକମାନଙ୍କ ଉପରୁ ଗଲା କିନ୍ତୁ ହଁ ପିଲାମାନେ କଲେଜରେ କ୍ଲାସ୍ରେ ବସୁଛନ୍ତି ତ କଲେଜ ଆସୁଛନ୍ତି ତ ଆଣ୍ଡ ଆଟେଣ୍ଡାନ୍ସ ବି ନାହିଁ ଯଦି ଆଟେଣ୍ଡାନ୍ସ ସର୍ଟ ହେବାର ଆପଣଙ୍କର କଥା ଶିକ୍ଷକ ଅଧ୍ୟାପକ ମାନେ ଉଠାଇବେ ତାହେଲେ ମାଡ଼ ବି ସେମାନେ ଖାଇବେ ତେଣୁ କାହାର ନିଜର ଆତ୍ମସମ୍ମାନ ପ୍ରତି ଭୟ ନାହିଁ ପିଲାଙ୍କ ପାଇଁ ସୋଶାଲ ମିଡ଼ିଆ ବନ୍ଦ ପ୍ରସ୍ତାବ ଆପଣଙ୍କର ଦିଆହେଇ ସରକାରଙ୍କୁ ମ୍ୟାଟ୍ରିକ୍ ପରୀକ୍ଷା ବର୍ଜନ କରିବ NPS ସଂଘ କାହିଁକିନା 2013 ମସିହା ପୂର୍ବରୁ ସେମାନଙ୍କୁ ଇନକ୍ରିମେଣ୍ଟ ମିଳିପାରି ନାହିଁ DLED ପରୀକ୍ଷା ଫଳ ପ୍ରକାଶ ପାଇଛି BSc ସାଇଟ୍ରେ ଆପଣ ଦେଖିପାରିବେ ଏ ବର୍ଷ ବହୁତ ଦିନ ହେଲା 2-3 ମାସ ହେଲା ପରୀକ୍ଷା ଦେଇ ସେମାନେ ଅପେକ୍ଷା କରିଥିଲେ ହେଉନି ଡାକ୍ତର ନିଯୁକ୍ତି ରୋଗୀ ସେବା ବ୍ୟାଘାତ ହେଇଛି ସୁଧୁରୁନି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସରକାର କହିଥିଲେ ଆସିବା ବେଳେ କହିଥିଲେ ମୁଁ ମନେ ଅଛି ମୋର 3000 ଆମେ ଡାକ୍ତର ନିଯୁକ୍ତି ଦେବୁ ବଟ୍ ଆଜି ପର୍ଯ୍ୟନ୍ତ ହେଇପାରିଲାନି ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ପାଇଁ ଭିତ୍ତିଭୂମି ବିକାଶ କରାଯିବ କଥା ହେଉଛି ସରସ୍ୱତୀ ଶିଶୁ ମନ୍ଦିର ଏବଂ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ MLA ପାଣ୍ଠି ଦେବା ପାଇଁ ପୂର୍ବ ସରକାର ବନ୍ଦ କରିଥିଲେ ପାଣ୍ଠି ଦେଇହେବ ନାହିଁ କିନ୍ତୁ ଏବେକା ସରକାର କହିଲେ ଯେ ଜିଲ୍ଲାପାଳଙ୍କର ଅନୁମୋଦନ କ୍ରମେ ଯାହା ଆବଶ୍ୟକ ପଡ଼ିବ ଲୋକାଲ MLAଙ୍କ ପାଣ୍ଠିରୁ ବା MPଙ୍କ ପାଣ୍ଠିରୁ ତା ପାଇଁ ଖର୍ଚ୍ଚ କରାଯାଇପାରିବ ପ୍ରାଇଭେଟ୍ ସ୍କୁଲ ପାଇଁ ସରକାରୀ ପଇସା ତ ଯେଉଁଥିପାଇଁ କି ଜିନିଷ ଆସୁଛି ଠିକ୍ ଅଛି ଏବଂ ତା ସହିତ ଆପଣଙ୍କର ଆପଣ ଦେଖିବେ ଯଦି ପାଚିକା ମାନେ ଦରମା ଦାବି କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ସେମାନଙ୍କର ହକ୍ ଅଛି କାହିଁକିନା ଆପଣ ଦେଖିବେ ବିଗତ ଦିନରେ ଆପଣଙ୍କର ଯେଉଁ ଦରମା ଥିଲା ବହୁତ ଷ୍ଟେଟ୍ରେ ବଢ଼ିଛି ସବୁଠୁ ଅଧିକ ହେଉଛି କେରଳାରେ 12,000 ଟଙ୍କା ପାଉଛନ୍ତି ଆପଣଙ୍କର ପାଚିକା ମାନେ ତାମିଲନାଡ଼ୁରେ 4,100ରୁ 12,500 ବଢ଼ୁଛି ଇନକ୍ରିମେଣ୍ଟ ହିସାବରେ ଆଣ୍ଡ ହରିୟାଣାରେ ଆପଣଙ୍କ 7,000 ହିମାଚଳରେ 4,500 ମଧ୍ୟପ୍ରଦେଶ 4,000 କର୍ଣ୍ଣାଟକା 3,700 ବଟ୍ ଏଠି ଆମେ ଦେଉଛେ 3,000 ଟଙ୍କା ଠିକ୍ ଅଛି ସ୍କୁଲରେ ତାଲା ପକାଇଲେ ଅଭିଭାବକ ପ୍ରଧାନ ଶିକ୍ଷକଙ୍କୁ ଗିରଫର ପ୍ରତିବାଦ ଦେଖିବାକୁ ମିଳିଛି ନିଶ୍ଚିତମୂଲ୍ୟ ଅଞ୍ଚଳରେ ତ କଥା ହେଉଛି ଯଦି ସବୁଠୁ ଅଧିକ ରାଜନୀତି କେଉଁଠି ଚାଲେ ସେ ହେଉଛି ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସେ ଶିକ୍ଷକମାନଙ୍କ କଥା ନେଇକି ହେଉ ବା ଅନ୍ୟ କୌଣସି କଥା ନେଇକି ହେଉ ଏବଂ ତା ସହିତ ଯଦି ଆପଣ ପରୀକ୍ଷା ପାଇଁ ଚର୍ଚ୍ଚାରେ ପାର୍ଟିସିପେଟ୍ କରିଛନ୍ତି କୌଣସି ପିଲା ଶିକ୍ଷକମାନେ ତାଙ୍କ ସାର୍ଟିଫିକେଟ୍ ଡାଉନଲୋଡ଼ କରାଇ ଦେଇପାରିବେ ସାଇଟ୍ରେ ଆଭେଲେବଲ୍ ଅଛି ଆଣ୍ଡ ରାଜ୍ୟ ବଜେଟ୍ କ୍ୟାବିନେଟ୍ ବୈଠକ ଆସିଯାଇଛି ଗତକାଲି ଆମେ ସେ ରିଗାର୍ଡ଼ିଂ ଦେଖିଥିଲେ UGC ନିୟମ ବିବାଦ ପଛରେ ଗଭୀର ଷଡ଼ଯନ୍ତ୍ର ପ୍ରଶାସନ ବିଫଳତା ଏବଂ ବିଦେଶୀ ଟୁଲକିଟ୍ ନେଇ ସନ୍ଦେହ ବଢ଼ୁଛି କେହି ଷଡ଼ଯନ୍ତ୍ର କରିନାହାନ୍ତି ଏଇଟା ଭୁଲ ଜିନିଷ ବିରୋଧ କରୁଛନ୍ତି ଏବଂ ପ୍ରତି 10 ଲକ୍ଷ ଲୋକଙ୍କ ପାଇଁ 22 ବିଚାରପତି ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନି ଏବଂ ତା ସହିତ JTS ସେକେଣ୍ଡ ଫେଜ୍ 7,000 ଆପଏଣ୍ଟମେଣ୍ଟ ଦେବା ପାଇଁ ମାନ୍ୟବର ହାଇକୋର୍ଟ ଡିଭିଜନ ବେଞ୍ଚ ଅର୍ଡ଼ର ଦେଇସାରିଲା ପରେ ତାକୁ ରିଭ୍ୟୁ 2 ଥର କରିସାରିଲା ପରେ ସରକାର ଏହାକୁ ଅନୁପାନ କରିବେ ନା ନାହିଁ ଗୋଟେ ପ୍ରଶ୍ନବାଚୀ ହେଇଛି ସେଥିପାଇଁ ଆସନ୍ତାକାଲି ସୋମବାର ଦିନ ପିଲାମାନେ ଯାଉଛନ୍ତି ଓସେପା ନିଜର ଗ୍ରିଭାନ୍ସ ଦେବା ପାଇଁ ରେଷ୍ଟ ପୋଷ୍ଟ ଯାହା ରହିଛି ତାକୁ ଫିଲ୍ଅପ୍ କରିବା ପାଇଁ ସେଥିପାଇଁ ଆପଣ ସେମାନଙ୍କର ସହଯୋଗ କରନ୍ତୁ ଆଣ୍ଡ ଆପଣ ଯଦି ପାରିବେ ମୋରାଲି ଫିଜିକାଲି ଆପଣ ସପୋର୍ଟ କରନ୍ତୁ ଆଣ୍ଡ ଯେଉଁ ରହିଛି ମାନେ କପି ଆପଣଙ୍କର ସର୍ଭ କରୁଛନ୍ତି ଆପଣଙ୍କୁ ମେଲ୍ ଥ୍ରୁରେ କାହିଁକିନା ଏଇଟା ଆପଣଙ୍କ ଯେତେ ଶୀଘ୍ର 7,000 ଆପଏଣ୍ଟମେଣ୍ଟ ଦିଆ ସରିବ ସେତେ ଶୀଘ୍ର ଆପଣଙ୍କୁ ନୂଆ ରିକ୍ରୁଟମେଣ୍ଟ ଦେଖିବାକୁ ମିଳିବ ନୂଆ ରିକ୍ରୁଟମେଣ୍ଟର ଗ୍ରୀନ୍ ସିଗ୍ନାଲ ଆପଣ ଗତକାଲ ଗ୍ରିଭାନ୍ସ ଲେଟରରୁ ପାଇସାରିଛନ୍ତି ଯେ SMEରୁ ଫାଇଲ୍ ଯାଇ ଲ ଡିପାର୍ଟମେଣ୍ଟରେ ଅଛି ଆଣ୍ଡ ଯେଉଁମାନେ ବି ଆପଣଙ୍କର ଟିକେ ଭଲ ମାର୍କ ଅଛି ସେମାନେ JTS ସେକେଣ୍ଡ ଲିଷ୍ଟରେ ଆସିବାର ସମ୍ଭାବନା ଅଛି ସେମାନେ ନିଶ୍ଚିତ ଭାବରେ ଡେସ୍କ୍ରିପସନ୍ ଗୋଟେ ଗ୍ରୁପ୍ର ଲିଙ୍କ୍ ଅଛି ଜଏନ୍ କରିପାରିବେ ଏବଂ ଜାତୀୟ ପତାକାକୁ ଅସମ୍ମାନ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି ରାଜନଗର ଅଞ୍ଚଳରେ ପରଦିନ ସକାଳେ ପତାକା ଅବତରଣ ହୋଇଥିଲା
ଏବଂ ତା ସହିତ ଜନଶୁଣାଣି ପୂର୍ବରୁ ଡ୍ରମ୍ ବଜାଇ ଘୋଷଣା କରିବା ଜରୁରୀ ନୁହେଁ ବୋଲି ମାନ୍ୟବର ହାଇକୋର୍ଟ କହିଛନ୍ତି। ଆପଣଙ୍କର ଗୋଟେ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ଜନଶୁଣାଣି ପାଇଁ ନୋଟିସ୍ ଦିଆଯାଇନଥିଲା। ଏହା ସହ ଜନପଞ୍ଚାୟତ କାର୍ଯ୍ୟାଳୟ ଜନଶୁଣାଣି ନୋଟିସ୍ ଲଗାଇ ନଥିଲା କି ଡ୍ରମ୍ ବଜାଇ ସାଧାରଣ ପାଇଁ ଘୋଷଣା ହୋଇନଥିଲା। ତେଣୁ ଜନଶୁଣାଣି ଆଇନ ଅନୁସାରେ ହୋଇନଥିବା ଦର୍ଶାଇ ଏହାକୁ ରଦ୍ଦ କରିବା ସହ ସ୍ଥାନୀ ଜନଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାୟର ହେଇଥିଲା। ଏଇଟା ଠିକ୍ ନୁହେଁ। ଜନଶୁଣାଣି ଆପଣଙ୍କ ଘରେ ଘରେ ଡାକିକି କ'ଣ କୁହାଯିବ କି? ଠିକ୍ ଅଛି। ଆଣ୍ଡ ତା ସହିତ ଯାଜପୁରରେ ଆପଣଙ୍କର ସ୍କୁଲ ବନ୍ଦ ରହୁଛି 3 ତାରିଖ ଦିନ, ଯେହେତୁ ମାନ୍ୟବର ଆପଣଙ୍କର ମହାମହିମ ରାଷ୍ଟ୍ରପତି ଆସୁଛନ୍ତି। ଆଣ୍ଡ ସେଥିପାଇଁ ଯେଉଁ ରହିଛି ସ୍କୁଲ ତାର ଲିଷ୍ଟ ବି ଦେଇ ଦିଆହେଇଛି। ଆପଣ ଦେଖିବେ କେଉଁ ବ୍ଲକ କେଉଁ ମ୍ୟୁନିସିପାଲିଟିରେ କେତେ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ୍ ଏଭ୍ରି ସ୍କୁଲ ବନ୍ଦ ରହୁଛି। 3 ତାରିଖ ଦିନ ସ୍କୁଲ ଖୋଲାଯିବ ନାହିଁ। ତ ଏଇ ନେଇ ଚିଠି ଆସିସାରିଛି। ତ ଏଇ ରହିଛି ଆପଣଙ୍କର କମ୍ପ୍ଲିଟ୍ ଇନଫର୍ମେସନ୍। ଆଶା କରି ଭିଡ଼ିଓ ମାଧ୍ୟମରେ କମ୍ପ୍ଲିଟ୍ ଇନଫର୍ମେସନ୍ ଦେଇପାରୁଛି, ହେଲ୍ପଫୁଲ୍। ପୁଣି ଦେଖା ହେବ ନେକ୍ସଟ ଏନ୍ତୁ।